ଦେଖନ୍ତୁ ନିଜ ନିଜର ବ୍ୟକ୍ତିଗତ ମତ ଯିଏ ଚାହିଁବ ଦେଇପାରିବ, କିନ୍ତୁ ଏଠି ଓଡ଼ିଶା କଥା ଆସୁଛି, କୌଣସି ଜୋନ୍ କଥା ଆସୁନି। ତେଣୁ ଯେତେବେଳେ ଓଡ଼ିଶା କଥା ଆସେ ଆପଣମାନେ ସମସ୍ତେ ଜାଣିଛନ୍ତି 4.5 କୋଟି ଓଡ଼ିଶାବାସୀ ଯଦି କେଉଁ ନେତାଟିକୁ ଭଲ ପାଆନ୍ତି, ଯଦି କେଉଁ ମଣିଷଟିକୁ ଭଲ ପାଆନ୍ତି ଏବଂ 24 ବର୍ଷ କାଳ ତାକୁ ମୁଖ୍ୟମନ୍ତ୍ରୀ କରିଥିଲେ, ସିଏ ହେଉଛନ୍ତି ଦଳର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେତେବେଳେ ଓଡ଼ିଶା କଥା ଆସେ ନବୀନ ପଟ୍ଟନାୟକ ହିଁ ଗୋଟେ ମାତ୍ର ନେତୃତ୍ୱ ଆମେମାନେ ସମସ୍ତେ ଜାଣିଛେ ଏବଂ ସାଧାରଣ ଲୋକ ତାଙ୍କୁ ଭଲ ପାଆନ୍ତି। ତେଣୁ ଉତ୍ତର ଅଧିକାରୀର ଯେଉଁ ଚର୍ଚ୍ଚା ଆସୁଛି, ଏବେ ମୁଁ ତ ଆପଣମାନଙ୍କୁ କହିବି ଯେ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ଦଳର ପୁରା ଦାୟିତ୍ୱ ନେଉଛନ୍ତି, ଓଡ଼ିଶାବାସୀଙ୍କର ସେବାରେ ଅଛନ୍ତି। ତେଣୁ ଉତ୍ତର ଅଧିକାରୀ ଚର୍ଚ୍ଚାଟା ଆଲୋଚନା ହେବାଟା କେବଳ ଆପଣମାନଙ୍କ ମିଡ଼ିଆ ମାଧ୍ୟମରେ ଆଲୋଚନା ହେଉଛି, ଦଳ ଭିତରେ ଆଜ୍ଞା କୌଣସି ଆଲୋଚନା ନାହିଁ। ଦଳର ଗୋଟିଏ ନେତା, ଓଡ଼ିଶାବାସୀଙ୍କର ଗୋଟିଏ ଭରସା, ସିଏ ହେଉଛନ୍ତି ନବୀନ ପଟ୍ଟନାୟକ। ଆଉ ଯେଉଁ କଥାକୁ ନେଇକି ଆପଣମାନେ ଆଜି ଆଲୋଚନା କରୁଛନ୍ତି, ମୁଁ ସ୍ପଷ୍ଟ ଭାବେ କହି ରଖିବା ପାଇଁ ଚାହେଁ, ଯେଉଁ କଲିକେଶ ସିଂ ଯେଉଁ କଥା ଆଲୋଚନା ହେଉଛି, କଲିକେଶ ଭାଇ ନିଜେ ଆପଣମାନଙ୍କୁ କହିସାରିଛନ୍ତି ଯେ ତାଙ୍କ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ତେଣୁ ତାପରେ ସେ କହିସାରିବା ପରେ ଆଉ କୌଣସି ଆଲୋଚନା ଆସୁନାହିଁ। ତେଣୁ ଆପଣ ଦେଖିବେ କେବଳ ବିଜୁ ଜନତା ଦଳର କର୍ମୀମାନେ ନବୀନ ପଟ୍ଟନାୟକ ନେତା ବୋଲି କହୁନାହାନ୍ତି, ଏବଂ ଦେଖିବେ ବିରୋଧୀ ଦଳର ଲୋକମାନେ ବି ଅଫ୍ କ୍ୟାମେରା ନବୀନ ପଟ୍ଟନାୟକ ନେତା ବୋଲି ଭାବନ୍ତି ଆଜ୍ଞା। ତେଣୁ ଓଡ଼ିଶାର ଯେଉଁ ଡେଭଲପମେଣ୍ଟ ଏବେ 18 ମାସ କାଳ ଠପ୍ ହେଇଯାଇଛି, ତାକୁ ପୁଣି ଲୋକ ମନସ୍ଥ କଲେଣି ଯେ ପୁଣି ଥରେ ଆମେ ଯେଉଁ ଭୁଲଟି କରିଦେଇଛେ ତାକୁ ସଂଶୋଧନ କରିବା ଏବଂ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ କିଭଳି ଭାବେ ଆମେ ମୁଖ୍ୟମନ୍ତ୍ରୀ ଆସନରେ ବସେଇ ପାରିବା। ବାକି ରହିଲା ନେତୃତ୍ୱ ନେବା କଥା। ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ବିଭିନ୍ନ ଲୋକଙ୍କୁ ଦାୟିତ୍ୱ ଦେଇଛନ୍ତି। ତେଣୁ ସଠିକ୍ ସମୟରେ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ, କାହାକୁ ଦାୟିତ୍ୱ ଦେବେ, କାହାକୁ ଦାୟିତ୍ୱ ଦେବେନି। ତେଣୁ ଓଡ଼ିଶାବାସୀ ନିଷ୍ପତ୍ତି ନେବେ ଏବଂ ମୁଁ ଜାଣିଛି ଯେତିକି ନବୀନ ପଟ୍ଟନାୟକ ଓଡ଼ିଶାଙ୍କ ହିତ ପାଇଁ ନିଷ୍ପତ୍ତି ନେବେ। ସିଏ କୌଣସି ଗୋଟେ ଝିଅକୁ, ଓଡ଼ିଆ ଝିଅକୁ ବି ଦାୟିତ୍ୱ ଦେଇପାରନ୍ତି, ଯିଏକି ଅନେକ ବର୍ଷ ଧରି ଓଡ଼ିଶାରେ କାମ କରିଛନ୍ତି, ଓଡ଼ିଶା ମାଟିର ଝିଅ ବି ହେଇପାରେ, ସେ ଗୋଟେ ପୁଅ ବି ହେଇପାରେ ଯିଏକି ଓଡ଼ିଶା ମାଟିରେ ଅନେକ ବର୍ଷ ଧରି କାମ କରିଛି, ଅନେକ ଡେଭଲପମେଣ୍ଟ କାମ କରିଛି, ସିଏ ବି ହେଇପାରନ୍ତି। ତେଣୁ ଓଡ଼ିଶାକୁ ଆପଣ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ଓଡ଼ିଶା କୌଣସି ପଶ୍ଚିମ ଓଡ଼ିଶାକୁ ନେଇ ହେଇନି, କୌଣସି ଉପକୂଳ ଓଡ଼ିଶାକୁ ନେଇକି ହେଇନି, କୌଣସି ସାଉଥ ଓଡ଼ିଶାକୁ ନେଇକି ହେଇନି, କୌଣସି ନର୍ଥ ଓଡ଼ିଶାକୁ ନେଇକି। ଦିବ୍ୟଶଙ୍କରଙ୍କ ଏ ଯେଉଁ କଥାଟା ଲାଗୁଛି କି ସେ ଟିକେ ଢଳି ଯାଉଛନ୍ତି ବିଜେପି ହକୁ, କାରଣ ବିଜେପି ଲୋକଙ୍କୁ ଏତେ ପ୍ରଶଂସା କରିବା। ଦେଖନ୍ତୁ, କାହାର କ'ଣ ବ୍ୟକ୍ତିଗତ ମତ ହେଇପାରେ, ମୁଁ ତ ତା ବିଷୟରେ ଟିପ୍ପଣୀ କରିବିନି, ତା ପାଇଁ ଦଳ ନିଷ୍ପତ୍ତି ନେବ। କିନ୍ତୁ ମୁଁ ଯାହା ଭାବୁଛି ଯାହା ପାଇଁ ଆପଣମାନେ ଏତେ ଆଲୋଚନା କରୁଛନ୍ତି, ଆଜି କଲିକେଶ ଭାଇଙ୍କ କଥା ଆଜି ଆଲୋଚନା କରୁଛନ୍ତି, ହି ହାଜ୍ କ୍ଲିୟରଲି ଷ୍ଟେଟେଡ୍ ଯେ ମୋ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଆଉ ନବୀନ ପଟ୍ଟନାୟକ ଯେତିକି ଡେଭଲପମେଣ୍ଟ କରିଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କର ମାନେ ଆଶୀର୍ବାଦରୁ ଯେଉଁ ବ୍ୟକ୍ତିମାନେ ଓଡ଼ିଶାର ଡେଭଲପମେଣ୍ଟ କରିଛନ୍ତି, ସେ ତାଙ୍କୁ ନେତା ବୋଲି ଭାବନ୍ତି। ଏବଂ ମୋର ଯଦି ବ୍ୟକ୍ତିଗତ ଆପଣ ମତ ପଚାରିବେ, ଯେଉଁ ଝିଅଟି ହେଉ, ଯେଉଁ ପୁଅଟି ହେଉ, ବିଭିନ୍ନ ସମୟରେ ଆପଣମାନେ ଆଲୋଚନା କରୁଛନ୍ତି, ତେଣୁ ତାଙ୍କୁ ବି ନେତୃତ୍ୱ ଦେଲେ ଆମେମାନେ ସମସ୍ତେ ସମର୍ଥନ କରିବୁ। ଏବଂ ଓଡ଼ିଶାବାସୀ ନେତା ହୁଏତ ମତ ରଖିପାରନ୍ତି, ଭିନ୍ନ ମତ ରଖିପାରନ୍ତି, କିନ୍ତୁ ସାଧାରଣ ଲୋକଙ୍କୁ ଯଦି ଆପଣମାନେ ପଚାରିବେ, ଆଜି ଓଡ଼ିଶା ନେତୃତ୍ୱ କଥା ଯଦି ଆସେ, ନବୀନ ପଟ୍ଟନାୟକ ଯଦି କୌଣସି ଓଡ଼ିଆ ଝିଅକୁ ବି ଦାୟିତ୍ୱ ଦିଅନ୍ତି, ଓଡ଼ିଶା ଦେଖିବେ ସୁନାର ଓଡ଼ିଶା ହେଇକି ବାହାରିବ। ଯଦି କୌଣସି ଓଡ଼ିଆ ପୁଅକୁ, ଯିଏକି ଓଡ଼ିଶାରେ 2000 ମସିହାରୁ କାମ କରିଛନ୍ତି, ଯଦି ତାଙ୍କୁ ଦାୟିତ୍ୱ ଦିଅନ୍ତି, ଓଡ଼ିଶା ସୁନାର ଓଡ଼ିଶା ହେଇକି ବାହାରିବ। ତ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଏବଂ ସଠିକ୍ ସମୟରେ କାହାକୁ କ'ଣ ଦାୟିତ୍ୱ ଦିଆଯିବ ସେଟା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। କୌଣସି ଦଳର ନେତା ଆଜ୍ଞା ତାଙ୍କର ପର୍ସନାଲ ମତ ରଖିପାରନ୍ତି, କିନ୍ତୁ ଏଇଟା ଆଜ୍ଞା ଦଳୀୟ ମତ ନୁହେଁ। ତେଣୁ ଆପଣମାନେ ତାକୁ ବିଶେଷ ଆଲୋଚନା ନ କରିକି ଯାହା ବିଷୟରେ ଆଲୋଚନା ହେଉଛି, ସେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭାବେ କହିସାରିଛନ୍ତି
ଯେ ତାଙ୍କ ନେତା ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଆମେ ମାନେ ସମସ୍ତେ ଗ୍ରହଣ କରିବୁ ଏବଂ ଯଦି ଓଡ଼ିଆ ଝିଅଟି ଦାୟିତ୍ୱ ଦିଆଯାଏ ଲୋକମାନଙ୍କୁ ସେବା କରିବା ପାଇଁ ନବୀନ ପଟ୍ଟନାୟକ ଆଶୀର୍ବାଦ ଦେଖନ୍ତୁ ମୁଁ ସେ କଥା କହିଲି ମୁଁ କହିଛି ନା ସୁଜାତା ମ୍ୟାଡାମ କ'ଣ ଖରାପ ଆଜ୍ଞା ନାଇଁ ଆପଣ ଇନଡାଇରେକ୍ଟ କହୁଛନ୍ତି ମୁଁ ଇନଡାଇରେକ୍ଟଲି କହୁନି ମୁଁ ଡାଇରେକ୍ଟଲି ଆଜ୍ଞା କହୁଛି ମୁଁ ଡାଇରେକ୍ଟଲି କହୁଛି ସୁଜାତା ମ୍ୟାଡାମ ଭଳି ଜଣେ ବ୍ୟକ୍ତି ବିଶେଷ ଯିଏକି ପ୍ରତ୍ୟେକ ଅନୁକୋଣ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ମିଶନ ଶକ୍ତି ମାଧ୍ୟମରେ ପ୍ରତ୍ୟେକ କୋଣ ଅନୁକୋଣକୁ ସେ ଜାଣିଛନ୍ତି ପ୍ରତ୍ୟେକ କୋଣ ଅନୁକୋଣକୁ ସେ ବୁଝିଛନ୍ତି ପ୍ରତ୍ୟେକ ବ୍ୟକ୍ତି ବିଶେଷକୁ ସେ ଜାଣିଛନ୍ତି ଏବଂ ସିଏ ନବୀନ ପଟ୍ଟନାୟକଙ୍କ ଡେଭଲପମେଣ୍ଟ ପ୍ରୋସେସରେ ସି ୱାଜ୍ ଦ ପାର୍ଟ ଆଣ୍ଡ ପାର୍ଟିସିପଲ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ ଓଡ଼ିଶା ବାହାରେ ବେଳକୁ ତେଣୁ ତାଙ୍କୁ ସେଭଳି ବ୍ୟକ୍ତି ବିଶେଷକୁ ଦାୟିତ୍ୱ ଦେଲେ ସୁନାର ଓଡ଼ିଶା ଆଜ୍ଞା ହେଇଯିବ କିନ୍ତୁ ନବୀନ ପଟ୍ଟନାୟକ କୌଣସି ନିଷ୍ପତ୍ତି ନେଇନାହାନ୍ତି ନବୀନ ପଟ୍ଟନାୟକ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ପ୍ରତ୍ୟେକଟି ଡିସିସନ୍ ଯେଭଳି ଭାବେ ନବୀନ ପଟ୍ଟନାୟକ ନେଉଥିଲେ ଆଜି ବି ନବୀନ ପଟ୍ଟନାୟକ ତାଙ୍କ ନିଷ୍ପତ୍ତି ନେଉଛନ୍ତି ଏବଂ ସଠିକ୍ ସମୟରେ ନବୀନ ପଟ୍ଟନାୟକ ଯାହାକୁ ଦାୟିତ୍ୱ ଦେବେ ଆମେ ସମସ୍ତେ ଗ୍ରହଣ କରିବୁ ସେ ଓଡ଼ିଆ ପୁଅଟି ହେଉ କି ଓଡ଼ିଆରେ ବାସ କରୁଥିବା ଅନେକ ବର୍ଷ ଧରିକି ବାସ କରୁଥିବା ଏବଂ ଓଡ଼ିଆର ଡେଭଲପମେଣ୍ଟ ପ୍ରୋସେସରେ ନିଜକୁ ସାମିଲ କରିଥିବା ପୁଅଟି ବି ହେଉନା କାହିଁକି ଯେକୌଣସି ପୁଅ ହେଉ ଝିଅ ହେଉ ନବୀନ ପଟ୍ଟନାୟକ ଯାହାକୁ ଦାୟିତ୍ୱ ନେବେ ଦେବେ ଆମେ ସମସ୍ତେ ତାଙ୍କ ହାତ ମୁଠାକୁ ଟାଣ କରିବୁ ଏବଂ ତାଙ୍କୁ ଆମେ ପୂର୍ଣ୍ଣ ସମର୍ଥନ ଦେବୁ ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣ ସମର୍ଥନ ଦେବୁ ଏବଂ ଆମର ଗୋଟିଏ ଚେଷ୍ଟା ସମସ୍ତ କର୍ମୀମାନଙ୍କର କିପରି ଭାବେ ପୁଣି ଥରେ ନବୀନ ପଟ୍ଟନାୟକ 29 ମସିହାରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ଏବଂ ଯେଉଁ ଭାରତୀୟ ଜନତା ପାର୍ଟି ଯେଉଁଭଳି ଭାବେ ଅତ୍ୟାଚାର ଶାସନ ଏଠି ଚଲେଇଛି ଲୋକମାନେ ସମ୍ପୂର୍ଣ୍ଣ ଭାବେ ଅତିଷ୍ଠ ହୋଇଗଲେଣି ଏବଂ ଲୋକମାନେ ଏବେ ବି ଖୋଜୁଛନ୍ତି ଆଜ୍ଞା ଯଦି ଗୋଟେ ଇଲେକ୍ସନ୍ ହୁଅନ୍ତା ତାହେଲେ ଲୋକମାନେ ଉଚିତ ଜବାବ ଭାରତୀୟ ଜନତା ପାର୍ଟି ସରକାରକୁ ଆଜ୍ଞା ଦିଅନ୍ତି କିନ୍ତୁ ବିଜେଡ଼ିର ଯେଉଁ ମନ୍ତ୍ରୀ ତାଙ୍କ ମୁହଁରେ ଏମିତି କଥା କହିବା କି କେଭି ସିଂହଦେବ ମୁଖ୍ୟମନ୍ତ୍ରୀ ପାଇଁ ମାନେ ଏଇଟା କେତେ ଠିକ୍ କେଭି ସିଂହଦେବ କଥା ସେ କହିନାହାନ୍ତି ସେ କହିଛନ୍ତି ଆପଣ କଲ୍କେଶ ସିଂହଦେବ କଥା ଆଜ୍ଞା ତେଣୁ ମୋ କହିବା କଥା ହେଉଛି ଯାହା ବିଷୟରେ ଆପଣମାନେ ଆଲୋଚନା କରୁଛନ୍ତି ସିଏ ତ ନିଜେ କହୁଛନ୍ତି ମୋ ନେତା ହେଉଛନ୍ତି ନବୀନ ପଟ୍ଟନାୟକ ତାପରେ ଆଜ୍ଞା ସିଏ ତାଙ୍କ ଷ୍ଟେଟମେଣ୍ଟ ପରେ ଆମେମାନେ ତାକୁ କାହିଁକି ଅନନେସେସରି ଆଲୋଚନା କରୁଛେ ନବୀନ ପଟ୍ଟନାୟକ ହେଉଛନ୍ତି ସର୍ବୋଚ୍ଚ ନେତା ଓଡ଼ିଶାବାସୀ ଯେକୌଣସି କର୍ଣ୍ଣରୁ ହୁଅନ୍ତୁ ନା କାହିଁକି ଯଦି କେଉଁ ନେତାକୁ ଭଲ ପାଆନ୍ତି ସିଏ ହେଉଛନ୍ତି ନବୀନ ପଟ୍ଟନାୟକ ତ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ଆମେ ସମସ୍ତେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ବିଜୁ ଜନତା ଦଳକୁ କିଭଳି ଭାବେ ଶକ୍ତିଶାଳୀ କରିପାରିବେ ଏବଂ 29 ମସିହାରେ ପୁଣି ତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କରିପାରିବେ ଆମ ସମସ୍ତ କର୍ମୀଙ୍କ ଚେଷ୍ଟା ଚାଲିଛି ରାଜ୍ୟସଭା ପାଇଁ ଭକ୍ତ ଦାସ ଦେଖା କରିବାକୁ ଚାହୁଁଥିଲେ